ତାଙ୍କର ସବୁବେଳେ ଡକ୍ଟର ଆମ୍ବେଦକର ଭାରତବର୍ଷ ପ୍ରତି ଯେଉଁ ଭୂମିକା ରହିଛି ପ୍ରତି ବର୍ଷ ଆମେ ତାକୁ ସ୍ମରଣ କରୁ ଏବଂ ଆମର ସମ୍ବିଧାନ ତାଙ୍କର ଲେଖାରେ ହେଇଛି ଏବଂ ଆଜି ତାଙ୍କ 135ତମ ଜନ୍ମ ଦିବସରେ ଆମେ ସମସ୍ତେ ଏଠି ଶ୍ରଦ୍ଧାଞ୍ଜଳି ଭକ୍ତି ଜ୍ଞାପନ କରିବାକୁ ଆସିଛୁ। ତା ବିଷୟରେ ତାର ଅନେକ ଚର୍ଚ୍ଚା ହେଇଛି କି ସମ୍ବିଧାନକୁ ବିଭିନ୍ନ ସମୟରେ ଯେକୌଣସି ବି ସରକାର ଥାଆନ୍ତୁ କେନ୍ଦ୍ରରେ ସମ୍ବିଧାନ ହିସାବରେ ଅନେକ ଥର କାର୍ଯ୍ୟକ୍ରମ ହେଇନାହିଁ। ତେଣୁ ନିଶ୍ଚିତ ଭାବରେ ଆକୁ ନେଇକି ଅନେକ ଚର୍ଚ୍ଚା ହେଲା ସଂସଦରେ। ବିରୋଧୀ ଦଳ ମତ ରଖିଲେ, ସପକ୍ଷ ଦଳ ତାଙ୍କ ମତ ରଖିଲେ ଏବଂ ଆମ୍ବେଦକର ଯେଉଁ କନଷ୍ଟିଟ୍ୟୁସନକୁ ଆମର ଲେଖିଥିଲେ ଏବଂ ଯେଉଁ ସ୍ୱପ୍ନ ଦେଖିଥିଲେ ଆଜି ଭାରତବର୍ଷ ସେ ସ୍ଥିତିରେ ଅଛି କି ନାହିଁ ସେଟା ଆମେ ସମସ୍ତେ ବିଚାର କରିବା ଆବଶ୍ୟକ ରହିଛି। ସେ ବିଷୟରେ ବହୁତ ଚର୍ଚ୍ଚା ହେଇଛି। ବିରୋଧୀ ଦଳ କହିଛନ୍ତି ମଧ୍ୟ, ବିରୋଧୀ ଦଳ ମଧ୍ୟ ଏହା କହିଛନ୍ତି ଅସମ୍ମାନ ଦେଖାଗଲା, ଡକ୍ଟର ଆମ୍ବେଦକରକୁ ଆମେ ଅସମ୍ମାନ କଲୁ। ତେଣୁ ଇଏ ଗୋଟେ ବିବାଦ ଭିତରେ ଚାଲିଛି। କିନ୍ତୁ ସିଏ ଯେଉଁ ଆଧାରରେ କରିଥିଲେ ଭାରତବର୍ଷର ମଲ୍ଟିପ୍ଲିସିଟି ଦେଖି, ମଲ୍ଟିଲିଙ୍ଗୁଆଲ ଦେଖି, ମଲ୍ଟିକଲଚର ଦେଖି, ମଲ୍ଟି ରିଲିଜନ ଦେଖିକିରି, ତେଣୁ ଭାରତବର୍ଷ ସେ ସ୍ଥିତିରେ ଅଛି କି ନାହିଁ ଆମମାନେ ଆଜି ବିଚାର କରିବାର ଅଛି ଏହି ପବିତ୍ର ଦିବସରେ। ସେ ବିଷୟରେ ଅନେକ ଚର୍ଚ୍ଚା ହେଇଗଲାଣି। ମୁଁ ଏକା ସେ ବିଷୟରେ କିଛି କହିବାକୁ ଚାହୁଁନି, ଯେହେତୁ ଆମର ସାଂଗଠନିକ ନିର୍ବାଚନ ଚାଲିଛି ବିଜୁ ଜନତା ଦଳରେ। ତେଣୁ ଥରେ ନବୀନ ବାବୁ କହିସାରିଲେଣି କି ଦଳ ଅବିକା ସମସ୍ତେ ଏକଜୁଟ ହେଇ ରୁହନ୍ତୁ, ଡିସିପ୍ଲିନରେ ରୁହନ୍ତୁ। ସିଏ କ'ଣ ନିଷ୍ପତ୍ତି ନେବେ ଏସବୁ ବିଷୟରେ ପରେ ଆମେ ଜାଣିବା। ଏ ବିଷୟରେ ଅନେକ ଚର୍ଚ୍ଚା ହେଲାଣି, ମିଡ଼ିଆରେ ଅନେକ କରାଗଲାଣି। ଦେଖନ୍ତୁ, ମୁଁ ଜଣଙ୍କ ଉପରେ କିଛି କହିବାକୁ ଚାହେଁ ନା, କାହିଁକି ମୁଁ ଦଳରେ କେବେ ଆସିଛି, ସେ ଦଳରେ କେବେ ଆସିଛନ୍ତି, ତାର ବହୁତ ଫରକ ଅଛି। ଆଉ ନବୀନ ପଟ୍ଟନାୟକ କହିଲା ପରେ ଆମର ଆଉ କାହାର କହିବାର କିଛି ଅଧିକାର ନାହିଁ। ସେଟା ତାଙ୍କ ଇଚ୍ଛା, ତାଙ୍କ ଇଚ୍ଛା। ଦେଖନ୍ତୁ, ଗୋଟେ ତୁଳନା କାହିଁ କରୁଛ? ଦଳରେ ବହୁତ ବରିଷ୍ଠ ନେତା ଅଛନ୍ତି ଯେଉଁମାନେ କି ଦଳର ଶୃଙ୍ଖଳାକୁ ରକ୍ଷା କରିବାରେ ଲାଗିଛନ୍ତି। ତେଣୁ ଜଣେ ଅତି ଜୁନିୟର ସଭ୍ୟ ଯଦି ଦଳର ଶୃଙ୍ଖଳାକୁ ଭଙ୍ଗ କରିବ ଏବଂ ନିଶ୍ଚିତ ଭାବରେ ଦଳ ସଭାପତି ନବୀନ ବାବୁ କ'ଣ ଦୃଷ୍ଟିକୁ ନିଆଗଲାଣି। ଚନ୍ଦ୍ରବାବୁ କହିଲେ ସିଏ ଜଣେ 3 ଥର ବିଧାୟକ ହେଇଛନ୍ତି, ତାଙ୍କ ପିତା ଅନେକ ଥର ହେଇଛନ୍ତି, ସେ ଗୋଟେ ବିଜୁ ଜନତା ଦଳ ପରିବାରରୁ ଜନ୍ମ ହେଇକି ଆସିଛନ୍ତି। ତେଣୁ ମୁଁ ଭାବୁଛି ସିଏ ଆଗେ ବିଜୁ ଜନତା ଦଳକୁ ବିଜୁ ପରିବାରକୁ ଆସିଛନ୍ତି, ମୁଁ ତାଙ୍କ ପରେ ଆସିଛି। ତେଣୁ ସିଏ ତାଙ୍କର ମତ ରଖିଛନ୍ତି। ସେ ମୋ ସାନ ଭାଇ। ଭାରତର ଏକମାତ୍ର ପରୀକ୍ଷିତ ବାୟୋସାର ପୃଥ୍ୱୀ ପ୍ରୋ ମାଟିକୁ ରଖେ ସୁସ୍ଥ, ଦିଏ ନୂଆ ଜୀବନ। ଧାନ, ପନିପରିବା ଓ ଡାଲି ଜାତୀୟ ଫସଲ ପାଇଁ ଲାଭଦାୟକ, ଅମଳ ବଢ଼ାଏ, ରୋଗ କମାଏ। ଆଜି ହିଁ ଜମିରେ ପ୍ରୟୋଗ କରନ୍ତୁ। ଯୋଗାଯୋଗ ପାଇଁ 9937054201 ନମ୍ବରକୁ ଡାଏଲ କରନ୍ତୁ। ଆମ ସହ ଯୋଡ଼ି ହେବା ପାଇଁ ଆମକୁ ଲାଇକ୍, ଫଲୋ ଓ ସବସ୍କ୍ରାଇବ୍ କରନ୍ତୁ। ଅଧିକ ଅପଡେଟ୍ ପାଇଁ ଭିଜିଟ୍ କରନ୍ତୁ ଆମ ୱେବସାଇଟ୍ thequiver.in।